ମାର୍ଚ୍ଚ ମାସ 1 ତାରିଖରୁ ନୂଆ ନିୟମ। ଫେବୃଆରୀ ମାସ ଶେଷ ହେବାକୁ ଯାଉଛି, ମାର୍ଚ୍ଚ ମାସ ଆରମ୍ଭ ହେବାକୁ ମାତ୍ର ଆଉ ଗୋଟିଏ ଦିନ ବାକି ଅଛି। ତେବେ ନୂତନ ମାସ ଆରମ୍ଭରୁ ଅନେକ ନିୟମ ପରିବର୍ତ୍ତନ ହୁଏ। ଏମିତିରେ 2025 ମାର୍ଚ୍ଚ ପହିଲାରୁ ଅନେକ ବଡ଼ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟକୁ ପ୍ରଭାବିତ କରିପାରେ। ତେବେ ଆସନ୍ତୁ ଜାଣିବା କ'ଣ ହେବାକୁ ଯାଉଛି ପରିବର୍ତ୍ତନ, ଯାହା ଆପଣମାନେ ବି ଜାଣି ରଖିବା ଉଚିତ। ଜାଣିବା ପୂର୍ବରୁ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଥମ ତ ରହିଛି ଏଫ୍ଡି। ଯଦି ଆପଣ ମଧ୍ୟ ସେହି ଲୋକଙ୍କ ମଧ୍ୟରୁ ଜଣେ ଯେଉଁମାନେ ନିଜର କଠିନ ପରିଶ୍ରମ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ଫିକ୍ସଡ ଡିପୋଜିଟ୍ରେ ନିବେଶ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାର୍ଚ୍ଚ 2025 ଠାରୁ ବ୍ୟାଙ୍କ ଏଫ୍ଡି ନିୟମରେ କିଛି ପରିବର୍ତ୍ତନ ଆଣିବାକୁ ଯାଉଛି। ତେବେ ଏହି ନୂତନ ନିୟମଗୁଡ଼ିକ କେବଳ ଆପଣଙ୍କ ରିଟର୍ଣ୍ଣକୁ ପ୍ରଭାବିତ କରିବ ନାହିଁ, ବରଂ ଆପଣଙ୍କର ଟିକସ ଏବଂ ଉଠାଣ ପଦ୍ଧତିକୁ ମଧ୍ୟ ପ୍ରଭାବିତ କରିବ। ନେକ୍ସଟ ହେଉଛି ଏଲ୍ପିଜି ମୂଲ୍ୟ। ଏହା ବି ଆପଣ ଜାଣିଥିବେ, ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲ୍ପିଜି ମୂଲ୍ୟ ସମୀକ୍ଷା କରନ୍ତି। ଏହି ପରିସ୍ଥିତିରେ ଆପଣ 1 ମାର୍ଚ୍ଚ 2025ର ସକାଳେ ସିଲିଣ୍ଡର ମୂଲ୍ୟ ପରିବର୍ତ୍ତନ ଦେଖିପାରନ୍ତି। ତେବେ ସଂଶୋଧିତ ମୂଲ୍ୟ ସକାଳ 6ଟାରୁ ପ୍ରକାଶିତ ହୋଇପାରେ। ନେକ୍ସଟ ହେଉଛି ସିଏନ୍ଜି ପିଏନ୍ଜି ଦର। ଆପଣଙ୍କୁ ଜଣାଇ ଦେଉଛୁ ଯେ ପ୍ରତି ମାସର 1 ତାରିଖରେ ତେଲ କମ୍ପାନୀଗୁଡ଼ିକ ବିମାନ ଇନ୍ଧନ ଅର୍ଥାତ୍ ଏୟାର ଟର୍ବାଇନ୍ ଫୁଏଲ୍ ବା ଏଟିଏଫ୍ ଏବଂ ସିଏନ୍ଜି ପିଏନ୍ଜିର ମୂଲ୍ୟ ମଧ୍ୟ ପରିବର୍ତ୍ତନ କରନ୍ତି। ଏଣୁ ଏହା ମଧ୍ୟ ଆପଣଙ୍କ ପକେଟକୁ ବି ଖାଲି କରାଇପାରେ। ତା ଛଡ଼ା ରହିଛି ସିମ୍ କାର୍ଡକୁ ନିୟମ। ନୂଆ ନିୟମ ଅନୁଯାୟୀ ଟେଲିକମ୍ କମ୍ପାନୀଗୁଡ଼ିକୁ ସେମାନଙ୍କର ଏଜେଣ୍ଟ, ଫ୍ରାଞ୍ଚାଇଜି ଏବଂ ସିମ୍ କାର୍ଡ ବିତରକମାନଙ୍କୁ ପଞ୍ଜୀକୃତ କରାଇବାକୁ ପଡ଼ିବ। ଯଦି ସେମାନେ ଏହା ନ କରନ୍ତି, ତେବେ ସେମାନେ 1 ଏପ୍ରିଲରୁ ସିମ୍ କାର୍ଡ ବିକ୍ରି କରିପାରିବେ ନାହିଁ। ରିଲାଏନ୍ସ ଜିଓ, ଭୋଡାଫୋନ୍ ଆଇଡିଆ ଏବଂ ଏୟାରଟେଲ୍ ଭଳି ଘରୋଇ ଟେଲିକମ୍ ଅପରେଟରମାନେ ସେମାନଙ୍କର ପଞ୍ଜୀକରଣ ସମାପ୍ତ କରିସାରିଛନ୍ତି, କିନ୍ତୁ ବିଏସ୍ଏନ୍ଏଲ୍ ପଛରେ ରହିଛି।